ଆଜି ଓଳାଶୁଣୀ ପୀଠକୁ ମୁଁ ଆସିଛି ଯେ ସନ୍ଥ ଅରକ୍ଷିତ ଦାସଙ୍କର ଯେଉଁ ମହିମଣ୍ଡଳ ଗୀତା କୁ ମୁଁ ଅନୁବାଦ କରିଛି। ଦୁଇ ଭାବରେ ସେ ଅନୁବାଦ ହେଇଛି। ଗୋଟେ ଅମିତ୍ରାକ୍ଷର ଛନ୍ଦରେ ଏବଂ ଆଉ ଗୋଟେ ହେଉଛି ମିତ୍ରାକ୍ଷର ଛନ୍ଦରେ। ଏଇ ଯେଉଁ ଆର୍କ ଅଫ୍ ଆନ୍ଥେମ୍ ମହିମଣ୍ଡଳ ଗୀତା ଏବଂ ଗୁପ୍ତ ଟୀକା ଏ ଦୁଇଟି ପୁସ୍ତକକୁ ଇଂରାଜୀରେ ଅନୁସୃଜନ କରାଯାଇଛି ଏବଂ ପଦକୁ ପଦ ପକେଇକି ପ୍ରୟାସ କରାଯାଇଛି ସମସ୍ତ ପ୍ରତ୍ୟେକ ଧାଡ଼ିରେ ଥିବା ମହିମଣ୍ଡଳ ଗୀତା ଏବଂ ଗୁପ୍ତ ଟୀକାରେ ଥିବା ପ୍ରତ୍ୟେକ ଧାଡ଼ିରେ ଥିବା ପ୍ରତ୍ୟେକଟି ଶବ୍ଦର ଅର୍ଥକୁ ତାକୁ ପରିବର୍ତ୍ତନ ନ କରି ସେହି ଶବ୍ଦକୁ ସେହି ଶବ୍ଦମାନଙ୍କୁ ଅନୁସୃଜିତ କରି କିପରି ଭାବରେ ମିତ୍ରାକ୍ଷରରେ ତାକୁ ଅନୁସୃଜିତ କରାଯାଇପାରିବ ସେ ସମସ୍ତ ପ୍ରୟାସ କରାଯାଇଛି। ମହିମଣ୍ଡଳ ଗୀତାର ନାମକରଣ ଅଛି, କିନ୍ତୁ ମହିମଣ୍ଡଳ ଗୀତାକୁ ଆର୍କ ଅଫ୍ ଆନ୍ଥେମ୍ ଭାବରେ ତାକୁ ଅନୁସୃଜିତ କରାଯାଇଛି ଏଇଥିପାଇଁ ଯେ ଯେଉଁ ସଙ୍ଗୀତକୁ ଗାନ କଲେ, ଯେଉଁ ପୁସ୍ତକକୁ ପାଠ କଲେ ଆମ ଜୀବନ ରୂପକ ଜାହାଜ ମୃତ୍ୟୁ ରୂପକ ସମୁଦ୍ରକୁ ପାର ହୋଇପାରିବ, ଜୀବନର ସଦ୍ଗତି ହୋଇପାରିବ। କାରଣ ମହିମଣ୍ଡଳ ଗୀତା ଇଏ ଏକ ସାହିତ୍ୟ ନୁହେଁ। ତାକୁ ଅନେକ ସମୟରେ କିଏ କୁହନ୍ତି ଯେ ଇଏ ହେଉଛି ଗୋଟେ ଟ୍ରାଭେଲର, ଇଏ ହେଉଛି ଗୋଟେ ମାନେ ଭ୍ରମଣ କାହାଣୀ, କେହି କେହି କହନ୍ତି ଇଏ ହେଉଛି ତାଙ୍କର ଆତ୍ମଜୀବନୀ। କିନ୍ତୁ ପ୍ରକୃତରେ ଦେଖିଲେ ମହିମଣ୍ଡଳ ଗୀତା ହେଉଛି ସାମ୍ପ୍ରତିକ ସମୟରେ, ଖାଲି ସାମ୍ପ୍ରତିକ ନୁହେଁ, ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏ ଯେଉଁ ଚିନ୍ତନ ସେ ପରିପ୍ରକାଶ କରିଛନ୍ତି କବିତା ମାଧ୍ୟମରେ, ଗୀତ ମାଧ୍ୟମରେ, ତାହା ଅନନ୍ୟ ଏବଂ ଅନ୍ୟତମ। କାରଣ ଯେତେ ଆମେ ସନ୍ଥ ସାହିତ୍ୟ ପଢ଼ୁ ବିଜ୍ଞାନ ଭିତ୍ତିକ ବା ବିଜ୍ଞାନ ସମ୍ମତ ଭାବରେ ଗୋଟେ ଗୀତ ଲେଖି ତାକୁ ପରିପ୍ରକାଶ, ଆଧ୍ୟାତ୍ମିକତାକୁ ପରିପ୍ରକାଶ କରିବା ଏତେ ସହଜ କଥା ନୁହେଁ। ତେଣୁ ଏଇ ଆର୍କ ଅଫ୍ ଆନ୍ଥେମ୍ ବା ମହିମଣ୍ଡଳ ଗୀତାରେ ଆମେ ବିଜ୍ଞାନ ପାଇପାରିବା, ଗୋଟେ ସ୍ଥାନର ଭୌଗୋଳିକ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରିପାରିବା ଏବଂ ସେ ଯେଉଁ ଯେଉଁ ଅଞ୍ଚଳରୁ କେରାଣ୍ଡିମାଳ ଠାରୁ ବା ତାଙ୍କ ଘର ଦିଗପହଣ୍ଡି ଠାରୁ ଆରମ୍ଭ କରି ଏଠି ଆସି ପହଞ୍ଚିବା ପର୍ଯ୍ୟନ୍ତ ଯେଉଁ ଯେଉଁ ବ୍ୟକ୍ତିମାନଙ୍କୁ ଭେଟିଛନ୍ତି, ଯେଉଁ ଜାଗା ସଂସ୍ପର୍ଶରେ ଆସିଛନ୍ତି ଏବଂ ଯେଉଁ ଆଧ୍ୟାତ୍ମିକ ଅନୁଭବ ସେ କରିଛନ୍ତି ଏବଂ ଯେଉଁ ସାଧନା ଦ୍ୱାରା ଯେଉଁ ଅଲୌକିକତା ପରିପ୍ରକାଶ କରି ଲୋକମାନଙ୍କର ସମସ୍ୟାକୁ ଦୂର କରିପାରିଛନ୍ତି, ଏ ସମସ୍ତ କଥା ଏଥିରେ ଅନ୍ତର୍ନିହିତ। କେବଳ ଅନ୍ତର୍ନିହିତ ନୁହେଁ, ଆଥିରେ ଯେଉଁ ପଞ୍ଚଭୂତ ରହିଛି, ଆମେ ଯାହାକୁ କ୍ଷିତ୍ ଆପ୍ ତେଜ ମରୁତ ବ୍ୟୋମ, ଏୟାର ୱାଟର, ଏୟାର ଇଥର ଆଣ୍ଡ ଆର୍ଥ, এই କଥାର ଯେ କିପରି ଭାବରେ ଗୋଟେ ବିଜ୍ଞାନ ସମ୍ମତ ଭାବରେ ତାକୁ ଆନାଲିଟିକାଲ ପଏଣ୍ଟ ଅଫ ଭ୍ୟୁରୁ ତାକୁ କବିତାର ରୂପ ଦେଇଛନ୍ତି, ଏ ସହଜ କଥା ନୁହେଁ। ସେ ସେତେ ପାଠ ପଢ଼ିନଥିଲେ, କିନ୍ତୁ ସେଇ ଦିବ୍ୟ ଅନୁଭବ ଦ୍ୱାରା ଆକୁ ସୃଜନ କରିବାରେ ସେ ସକ୍ଷମ ହୋଇଛନ୍ତି। ସନ୍ଥ ଅରକ୍ଷିତ ଦାସ ଦୁଇଟି ଚରିତ୍ରକୁ ଉପସ୍ଥାପନ କରିଛନ୍ତି, ଗୋଟେ ହେଉଛି ମନ ଏବଂ ଆଉ ଗୋଟେ ହେଉଛି ଚୈତନ୍ୟ। ଗୋଟେ ଯେଉଁ ଚେତନା ବୋଲିକି ଆମେ କହୁଛେ ସେଟାକୁ ଚୈତନ୍ୟ ବୋଲି କହିଛନ୍ତି। ମନ ଏବଂ ଚେତନାର ତାଙ୍କର କଥୋପକଥନ ଘଟୁଛି। ଆମର ଯେମିତି ଗୀତାରେ ଅର୍ଜୁନ ଏବଂ କୃଷ୍ଣଙ୍କର କଥୋପକଥନ ହେଇଛି, ସେମିତି ଏଠି ସନ୍ଥ ଅରକ୍ଷିତ ଦାସ ମହିମଣ୍ଡଳ ଗୀତାରେ ଚେତନା ଏବଂ ମନକୁ ନେଇ ଗୋଟେ କଥୋପକଥନ କରିଛନ୍ତି। ଏବଂ ଏ ଯେଉଁ କଥୋପକଥନ ଇଏ ଗୋଟେ ସାଧାରଣ ଭାବରେ କଥୋପକଥନ ନୁହେଁ। ଏତେ ସେ ବିଜ୍ଞାନକୁ ଯେ ମନ ହେଉଛି ପଞ୍ଚ ପ୍ରକୃତିର ସମାହାର ହେଉଛି ମନ, ଯେ ଏ ଆମ ଯେଉଁ ଇନ୍ଦ୍ରିୟ ଅଛି ପଞ୍ଚ ଇନ୍ଦ୍ରିୟ, ଏ ପଞ୍ଚ ଇନ୍ଦ୍ରିୟର ଅନୁଭବର ପ୍ରତୀକ ହେଉଛି ମନ।
କିନ୍ତୁ ଏ ମନକୁ ଆଧାର କରି ବ୍ୟକ୍ତି ଯାହା କରିବା କଥା କରିପାରେ ନାହିଁ, ଯାହା ନ କରିବା କଥା କରୁଥାଏ ଏବଂ ଜୀବନଟାକୁ ଯେମିତି ଜୀଇବା କଥା ସେ ଜୀ ପାରୁନଥାଏ। ତେଣୁ ଗୋଟେ ଜୀବନଟାକୁ ଜୀଇବା ପାଇଁ ହେଲେ ଆମ ଚେତନା ଶକ୍ତିର ଯଦି ଉଜାଗ୍ରତ ହବ ନାହିଁ, ଜାଗ୍ରତ ହବ ନାହିଁ, ତାହେଲେ ଆମ ମଣିଷ ଜୀବନ ବ୍ୟର୍ଥ ହେଇଯିବ। ଇଏ ହେଉଛନ୍ତି ଗୋଟେ ଅବଧୂତ ଧର୍ମର ଜଣେ ଭକ୍ତ। ଅବଧୂତ ଧର୍ମ କହିଲେ ଯେ ପ୍ରକୃତିରେ ଗୋଟେ ପୁସ୍ତକ ଆଧାରିତ ବିଦ୍ୟା ଜଣେ ବ୍ୟକ୍ତିକୁ ମହାନ କରିନପାରେ। ଗୋଟେ ପୁସ୍ତକ ଆଧାରିତ ଜ୍ଞାନ ଜଣକୁ ଜ୍ଞାନଦୀପ୍ତ କରିନପାରେ। ପ୍ରକୃତି ହିଁ ସର୍ବଶ୍ରେଷ୍ଠ ଆଧାର। ପ୍ରକୃତିରୁ ଆମେ ସବୁ ଶିଖିବା। ଯେମିତି ଅବଧୂତ 24 ଗୁରୁ କରିଥିଲେ, ସେମିତି ଇଏ ପ୍ରକୃତିରେ ବୁଲି ବୁଲି ଐଶ୍ୱର୍ଯ୍ୟ ସତ୍ତାକୁ ଉପଲବ୍ଧି କରିଛନ୍ତି। ଏବଂ ଇଏ ହେଉଛି ଗୋଟେ ସ୍ୱତନ୍ତ୍ର ଜାଗା ଯୋଉଠିକି ସର୍ବଧର୍ମକୁ ସମ୍ମାନ ଦିଆଯାଏ। ଏଠି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ସମସ୍ତେ ଏ ପୀଠରେ ସମାନ। ଖାଦ୍ୟରେ ମଧ୍ୟ କୌଣସି ବାରଣ ନଥାଏ। ଆମେ ଅନେକ ସମୟରେ କହିଥାଉ ଏଇଟା ହେଉଛି ଭଲ ଖାଦ୍ୟ, ଏଇଟା ହେଉଛି ଖରାପ ଖାଦ୍ୟ। ଆମେ ସାତ୍ବିକ, ରାଜସିକ, ତାମସିକ ଖାଦ୍ୟକୁ ଆମେ ବିଭାଗୀକରଣ କରିଥାଉ। କିନ୍ତୁ ଏ ସମସ୍ତ ଖାଦ୍ୟ ଯେ ଗୋଟେ ଆହରଣ କରୁଥିବା ଲୋକଟି ସିଏ ଖାଦ୍ୟକୁ କୋଉ ଭାବରେ, କୋଉ ଚିନ୍ତନରେ ଖାଦ୍ୟକୁ ଗ୍ରହଣ କରୁଛି। ତେଣୁ ସେ ସାତ୍ବିକ ମନୋଭାବରେ ଗ୍ରହଣ କରୁଛି, ନା ରାଜସିକ ଭାବରେ ଗ୍ରହଣ କରୁଛି, ନା ତାମସିକ ଭାବରେ ଗ୍ରହଣ କରୁଛି, ସେ କଥାକୁ ମଧ୍ୟ ସେ ପ୍ରତିପାଦିତ କରିଛନ୍ତି। ସବୁ ମଣିଷ ସମାନ, କୌଣସି ଜାତିଭେଦ ନାହିଁ ଏବଂ ସବୁ ଖାଦ୍ୟ ମଧ୍ୟ ସମାନ। ମିର୍ଜା ଘରେ ସେ ଗୋମାଂସକୁ ମଧ୍ୟ ମାନେ ଅମୃତରେ ପରିଣତ କରିଦେଇଥିଲେ, ଅବଡ଼ାରେ ପରିଣତ କରିଦେଇଥିଲେ। ଗୋଟେ ସାଧୁ ପାଇଁ, ସନ୍ଥ ଅରକ୍ଷିତ ଦାସଙ୍କ ପାଇଁ ତାଙ୍କର ଦିବ୍ୟ ଚେତନାରେ ପ୍ରତ୍ୟେକ କଥା, ପ୍ରତ୍ୟେକ ବ୍ୟକ୍ତି ସମାନ। ନାରୀ ପୁରୁଷ ମଧ୍ୟ ସମାନ। ଆମେ ସବୁ ସମୟରେ ଆମେ ନାରୀମାନଙ୍କୁ ଗୋଟେ ସ୍ୱତନ୍ତ୍ର କଥା ଜାଗା ଦେଇଥାଉ, ପୁରୁଷମାନଙ୍କୁ ଗୋଟେ ସ୍ୱତନ୍ତ୍ର ଜାଗା ଦେଇଥାଉ। ସିଏ ଯୋଉ ଯୋଉ ନାରୀମାନଙ୍କ ସଂସ୍ପର୍ଶରେ ସବୁ ଆସିଛନ୍ତି ଏବଂ ସେମାନଙ୍କ ଯୋଉ ଆଶୀର୍ବାଦ କରିଛନ୍ତି, ଆଶୀର୍ବାଦରେ ସେମାନଙ୍କର ଯୋଉ କୃପାଲାଭ କରିଛନ୍ତି ତାକୁ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ଏବଂ ଯାହା ଯାହା ମହିମଣ୍ଡଳ ଗୀତାରେ ଅଛି ଏକ୍ଜାକ୍ଟ କୌଣସି ସାମାନ୍ୟ ଟିକେ ମଧ୍ୟ ବ୍ୟତିକ୍ରମ ଘଟି ନାହିଁ ଏ ଆର୍କ ଅଫ୍ ଆନ୍ଥେମରେ। ମୁଁ ଭାବୁଛି ଆର୍କ ଅଫ୍ ଆନ୍ଥେମକୁ ଲେଖିବାର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ରହିଲା ଯେ ଆମ ଆଞ୍ଚଳିକ ଓଡ଼ିଶା ଭାଷାଭାଷୀର ମଣିଷମାନେ ମହିମଣ୍ଡଳ ଗୀତାକୁ ପାଠ କରୁଥିବା ସମୟରେ ବିଦେଶରୁ ଆସୁଥିବା ବ୍ୟକ୍ତିମାନେ ସେମାନେ ଯେତେବେଳେ ଏ ପୀଠ ବିଷୟରେ ଏବଂ ଏ ପୀଠରେ ସୃଷ୍ଟି ହୋଇଥିବା ସାହିତ୍ୟ ବିଷୟରେ ଜାଣିବାର ଆଗ୍ରହ ପ୍ରକାଶ କରନ୍ତି, ସେମାନଙ୍କ ଆଗ୍ରହକୁ ଟିକେ ତାଙ୍କ ଆଗ୍ରହକୁ ଆମେ এই ପୁସ୍ତକ ମାଧ୍ୟମରେ ଭେଟେଇ ପାରିବୁ ବା ତାଙ୍କୁ ଆମେ এই ଅଞ୍ଚଳ ବିଷୟରେ ଏବଂ ପୀଠ ବିଷୟରେ এই ମାନେ ଅରକ୍ଷିତ ଦାସଙ୍କର ବିଷୟରେ ଆମେ ସୂଚନା ଦେଇପାରିବୁ এই ଇଂରାଜୀ ପୁସ୍ତକ ମାଧ୍ୟମରେ। ଭାବୁଛି ଏ ପୁସ୍ତକ ନିଶ୍ଚିତ ଭାବରେ ପୃଥିବୀର ଯେକୌଣସି କୋଣରେ ପହଞ୍ଚିବ, ଆଦୃତ ହେବ ଏବଂ ପ୍ରୟାସ କରାଯାଇଛି ସମସ୍ତ କଥାକୁ ସଯତ୍ନ ଭାବରେ ପରିପ୍ରକାଶ କରିବା ପାଇଁ ଏ ପୁସ୍ତକ ମାଧ୍ୟମରେ। ମୁଁ ବର୍ତ୍ତମାନ ଏଇଠି ସମାଧି ପୀଠରେ ବସିଛି। ସନ୍ଥ ଅରକ୍ଷିତ ଦାସଙ୍କର ସେ ଦିବ୍ୟ ପୀଠରେ ବସି ମୁଁ ପ୍ରାର୍ଥନା କରୁଛି ଏବଂ ମୁଁ ସମସ୍ତଙ୍କୁ ଅନୁରୋଧ ରଖିବି ଅନ୍ତତଃ ଥରଟିଏ ଏ ପୁସ୍ତକ ଉପରେ ଆଖି ପକାଇ ସେମାନଙ୍କର ମତାମତ ରଖିବେ। ମୁଁ ନିଶ୍ଚିତ ଭାବରେ ଖୁସି ହେବି ଯଦି ପାଠକମାନଙ୍କର ସୁଚିନ୍ତିତ ମତାମତ ଏବଂ ସମାଲୋଚନା ଭିତ୍ତିକ ମତାମତ ସେମାନେ ଦେବେ, ତାହେଲେ ନିଶ୍ଚିତ ଭାବରେ ପରବର୍ତ୍ତୀ ସମୟରେ ଦ୍ୱିତୀୟ ସଂକଳନରେ ପୁସ୍ତକର ସଂସ୍କରଣ କରାଯାଇପାରିବ। ତେଣୁ ଆଜିର ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ ପୁଣି ଥରେ ପ୍ରଣାମ ଜଣାଉଛି ଏବଂ ଆପଣଙ୍କର ଆଶୀର୍ବାଦ କାମନା କରୁଛି ଏ ବହିର ଉତ୍ତରୋତ୍ତର ଉନ୍ନତି ହେବା ପାଇଁ ଏବଂ ପ୍ରତ୍ୟେକ ପାଠକମାନଙ୍କ ପାଖରେ କିପରି ପହଞ୍ଚିବ ସେ ବ୍ୟବସ୍ଥା ଏବଂ ମାନସିକତା ସମସ୍ତେ ରଖିବା ପାଇଁ ମୁଁ ପୁଣି ଥରେ ନିବେଦନ ରଖୁଛି।